ନମସ୍କାର। ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏ ଭିଡିଓରେ ଆମେ ଆଲୋଚନା କରିବା ଗତ ରବିବାର ରାତିରେ ଯେଉଁ ଭୟାବହ କାଣ୍ଡ ଘଟିଛି ୟୁକ୍ରେନରେ ରାସିଆ ଦ୍ୱାରା ସେ ଉପରେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିଛି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ, କାରଣ ଆପଣମାନଙ୍କର ଗୋଟେ ଗୋଟେ ସବସ୍କ୍ରାଇବ ଆମକୁ ଗୋଟେ ନୂତନ ନୂତନ ପ୍ରେରଣା ଯୋଗାଉଛି। ଅତି ମୂଲ୍ୟବାନ ଲାଗୁଛି ଯେ ନୂଆ ନୂଆ ତଥ୍ୟ ନେଇକି ଆପଣମାନଙ୍କ ସମ୍ମୁଖରେ ନୂଆ ନୂଆ ଭିଡିଓ ଉପସ୍ଥାପନ କରିବା ପାଇଁ। ତେବେ ଆସନ୍ତୁ ଆମେ ଆଲୋଚନା କରିବା ଗତ ରବିବାର ରାତିରେ ଏକ ପ୍ରଚଣ୍ଡ ଯୁଦ୍ଧର ଘଟଣାଟି ଘଟି ଯାଇଛି, ଯାହାକି ୟୁକ୍ରେନ ଉପରେ ଆ, ରୁଷ ତାର ଆକ୍ରମଣ ଜାରି ରଖିଛି। ଯାହାରି ଫଳରେ ୟୁକ୍ରେନର ରାଜଧାନୀ କିଭ୍ ଥରି ଉଠିଛି। କାରଣ କାହିଁକି ଥରି ଉଠିଛି? ଏକାଥରକେ 800ରୁ ଅଧିକ ଡ୍ରୋନ୍ ବ୍ୟବହାର କରିଛନ୍ତି। ଏକାଥରକୁ ହୋଲ ନାଇଟ୍ ଆପଣଙ୍କର ଲେଟ୍ ନାଇଟ୍ ପର୍ଯ୍ୟନ୍ତ ଅ 36ରୁ ଅଧିକ ଜାଗାରେ ଆକ୍ରମଣ କରିଛନ୍ତି ରୁଷିଆର ସୈନିକମାନେ, ଯାହା ୟୁକ୍ରେନ ଉପରେ ବିଭିନ୍ନ ଜାଗାରେ ବିଭିନ୍ନ କ୍ଷୟକ୍ଷତି ଘଟିଛି, ପ୍ରାଣ ହାନି ମଧ୍ୟ ହେଇଛି। ତାର ଉପରେ ଆମେ ତମାମ ବିବରଣୀ ଯିବା। କିନ୍ତୁ ତା ପୂର୍ବରୁ ମୁଁ ଆହୁରି ଗୋଟେ ବିଷୟ ଆ, ଆପଣମାନଙ୍କୁ ସୂଚେଇ ଦେବାକୁ ଚାହୁଁଛି। ଏହା ପୂର୍ବରୁ ଆଲୋଚନା ପୂର୍ବରୁ ଯେ ତାର ପରିଣାମ ସ୍ୱରୂପେ ୟୁକ୍ରେନ ମଧ୍ୟ ରୁଷକୁ ତାର ପ୍ରତି ଜବାବ ଦେଇଛି ଏବଂ ସେଇ ଜବାବ ଅନୁସାରେ କଣ କଣ ହେଇଛି ତାର ତମାମ ବିବରଣୀ ଯିବା। ଯେ ଗତକାଲି ଯୋଉ ୟୁକ୍ରେନ ଉପରେ ଯୋଉ ଆକ୍ରମଣ କରିଛି ରୁଷ, ସେ ଆକ୍ରମଣ କରିବା ଫଳରେ ୟୁକ୍ରେନର ଭୟାବହ କ୍ଷତି ସୃଷ୍ଟି ହେଇଛି। ଯାରି ଫଳରେ ୟୁକ୍ରେନରେ ଅଫିସିଆଲି ଯାହା ଅନୁମାନ କରାଯାଉଛି ଯେ 4ରୁ 5 ଜଣଙ୍କର ମୃତ୍ୟୁ ହେଇଛି। 4ରୁ 5 ଜଣଙ୍କ ମୃତ୍ୟୁ ହେଇଛି। ଏ ଘଟଣାଟି କହିଛନ୍ତି ଆପଣଙ୍କର ଜୁଲିଆ ସିଭେନ୍ଡେକୋ, ଯିଏକି ଆପଣଙ୍କର ପ୍ରାଇମ ମିନିଷ୍ଟର ଅଫ ୟୁକ୍ରେନ, ସେଇଟା କହିଛନ୍ତି। ଏବଂ ସେଇ ଯୋଉ ଡ୍ରୋନ୍ ସହାୟତାରେ ପାର୍ଲାମେଣ୍ଟ ବା ଆପଣଙ୍କର କିଭ୍ର ଯୋଉ ପାର୍ଲାମେଣ୍ଟ ଯୋଉ ମିନିଷ୍ଟର ହାଉସ ଗୁଡାକ ଅଛି, ସେଇ ଯୋଉ ପାର୍ଲାମେଣ୍ଟ ବିଶେଷ କରି ପାର୍ଲାମେଣ୍ଟକୁ ଯୋଉ ଉପରେ ଯୋଉ ବୋମା ବର୍ଷଣ କରିଛନ୍ତି, ସେ ପାର୍ଲାମେଣ୍ଟର ବହୁତଳ କୋଠା ଭିତରୁ ଉପରସ୍ଥ କୋଠାଟି ତାର ଚଟାଣଟି ସମ୍ପୂର୍ଣ୍ଣ ମାତ୍ରାରେ ଉଠି ଯାଇଛି ଏବଂ କିଛି ଅଂଶ ତଳକୁ ଧସି ହେଇକି ପଡିଛି। ତ ଏଇ ପରିପ୍ରେକ୍ଷୀରେ ଅନ୍ ଦ ସ୍ପଟ ଆପଣଙ୍କର 4 ଜଣଙ୍କର ମୃତ୍ୟୁ ହେଇଛି। ଦୁଃଖର ବିଷୟ ଯେ ଏଇ 4 ଜଣଙ୍କ ମଧ୍ୟରୁ 3 ଜଣ ହଉଛନ୍ତି ଗୋଟିଏ 9 ତାଲା ବହୁତଳ ବିଶିଷ୍ଟ 9 ତାଲାରେ ସେମାନେ ରହୁଥିଲେ। 2 ଜଣ ସ୍ୱାମୀ ସ୍ତ୍ରୀ ଏବଂ ତାଙ୍କ ସହିତ ଗୋଟେ ଶିଶୁକୁ। ତ ସେ ଶିଶୁ ପିଲାଟି ଆପଣଙ୍କର କିଛି ସମୟ କାନ୍ଦି କାନ୍ଦି ସେ ଆ, ଇଏ ମୃତ୍ୟୁବରଣ କରିଛି। କିନ୍ତୁ ତା ବାପା ମା ହଠାତ୍ ମୃତ୍ୟୁବରଣ କରିଛନ୍ତି। କାହିଁକି ନା ଯେତେବେଳେ କ୍ରୁଜ ଆକ୍ରମଣ କରିଛି, କ୍ରୁଜ ଜରିଆରେ ଆକ୍ରମଣ କରାହେଇଛି ରାସିଆ ଦ୍ୱାରା, ହଠାତ୍ ସେ ଭଗ୍ନାଂଶଟି ବାପା ମାଙ୍କ ଉପରେ ପଡିଯାଇଛି ଏବଂ ସେମାନେ ସ୍ପଟ ଡେଥ୍ ହେଇଛନ୍ତି। ତାର କିଛି ଅଂଶ ମଧ୍ୟ ପିଲା ଉପରେ ପଡିଛି ଏବଂ ପିଲାଟି କାନ୍ଦିଛି। କିଛି ସମୟ ପରେ ସେ ପୁଣି ମରିଯାଇଛି। ଏଇଟା ହଉଛି ସ୍ପର୍ଶକାତର, ହୃଦୟ ପୁରା ହୃଦୟ ଭରା ମାନେ ବିଗଳିତ ବିଷୟ, ଯାହାକି ଗୋଟେ ଶିଶୁ ସମସ୍ତଙ୍କ ପାଇଁ ଶିଶୁ ବା ହୃଦୟଘାତକ ଚିନ୍ତା, ଯୋଉଟା କି ଗୋଟେ ଶିଶୁ କାନ୍ଦି କାନ୍ଦି ବାପା ମା ସେମାନଙ୍କୁ ଦେଖି ପାରୁନାହାନ୍ତି କି ତାଙ୍କ ବାପା ମା ନିଜର ହାତ ବି ପକେଇ ପାରୁନାହାନ୍ତି। ଏଇ ପରିସ୍ଥିତିରେ ଗୋଟେ ଶିଶୁଟି ମାନେ କଣ ଛାତି ଫଟା ମାନେ ହୃଦୟ ଭରା ସ୍ପର୍ଶକାତର ଘଟଣା, ଯାହାକି ଶିଶୁ ଚିତ୍କାର କରୁଛି କିନ୍ତୁ ବାପା ମା ଶୁଣି ପାରୁନାହାନ୍ତି। ଏଇଭଳିକା ଏକ ଘଟଣା ଘଟି ଯାଇଛି ୟୁକ୍ରେନରେ, ଯୋଉଟା କି ରଷିଆ ଆକ୍ରମଣ କରିବା ଫଳରେ ୟୁକ୍ରେନରେ। ତ ୟାରି ପରିପ୍ରେକ୍ଷୀରେ ସେଇ ୟୁକ୍ରେନରେ ଏଇ ଯୋଉ ଗତ ରବିବାର ରାତିରେ ଯୋଉ ବିଳମ୍ବିତ ରାତିରେ ଯୋଉ ଘଟଣା ମାନେ ଆକ୍ରମଣ ହେଇଛି ରାସିଆ ଦ୍ୱାରା, ସେଥିରେ ପୁଣି 19 ଜଣ ଆପଣଙ୍କର ଇଞ୍ଜୁର୍ଡ ଅଛନ୍ତି। 19 ଜଣ ଇଞ୍ଜୁର୍ଡ ହେଇକି ବିଭିନ୍ନ ମେଡିକାଲରେ ସେମାନେ ଚିକିତ୍ସିତ ଅଛନ୍ତି। ଏଇଟା ଯୋଜନାବଦ୍ଧ ଭାବରେ 3 ସପ୍ତାହ ପୂର୍ବରୁ ଯୋଜନାବଦ୍ଧ ଭାବରେ ରୁଷିଆ ଅ, ୟୁକ୍ରେନର ରାଜଧାନୀ କିଭ୍ ଉପରେ ତାକୁ ସମ୍ପୂର୍ଣ୍ଣ ସ୍ମାସ କରିବା ପାଇଁ ବା ଧ୍ୱଂସାବଶେଷରେ ପରିଣତ କରିବା ପାଇଁ ଚେଷ୍ଟା କରୁଥିଲା। ଏଇ କଥାଟି ୟୁକ୍ରେନର ରାଷ୍ଟ୍ରପତି ଭଲୋଡିମିର ଜେଲେନ୍ସ୍କି ସେ କହିଛନ୍ତି ଯେ ୟୁକ୍ରେନର ରାଜଧାନୀକୁ ସମ୍ପୂର୍ଣ୍ଣ ମାତ୍ରାରେ ଆମେ ଅ, ପୁରା ଜାଗ୍ରତ ହେଇକି ଆମେ ତାକୁ ରକ୍ଷା କରିକି ଆସିଥିଲୁ। କିନ୍ତୁ ଏଇଟା 3 ସପ୍ତାହ ପୂର୍ବରୁ ସେମାନେ ଯୋଜନାବଦ୍ଧ ଭାବରେ ଏଇ ଯୋଉ ଅଛି ହୋମ ଟାଉନ ମଧ୍ୟ, ସେଇଟା ରାଷ୍ଟ୍ରପତିଙ୍କର ହୋମ ଟାଉନ ମଧ୍ୟ, ସେଇଟାକୁ ନଷ୍ଟ କରିବା ପାଇଁ ସେମାନେ ଚେଷ୍ଟା କରୁଛନ୍ତି। ତ ଏଇ ପରିପ୍ରେକ୍ଷୀରେ ଜେଲେନ୍ସ୍କି ଯେ କି ୟୁକ୍ରେନର ରାଷ୍ଟ୍ରପତି ତାଙ୍କର ସହଯୋଗୀ ରାଷ୍ଟ୍ରମାନଙ୍କୁ ସେ କହିଛନ୍ତି ଯେ ଏଇ ଯୁଦ୍ଧରୁ ସେ ବିରତି ରହିବା ପାଇଁ କୁହନ୍ତୁ ବା ସେମାନେ ଅପିଲ କରନ୍ତୁ ଏଇ ଯୁଦ୍ଧରୁ ବିରତି ହେବା ପାଇଁ ବା ଏଇଭଳି ଭୟାବହ କାଣ୍ଡ ନ ଭିଆଇବା ପାଇଁ ମାନେ ରୁଷକୁ କୁହନ୍ତୁ।
କାରଣ ୟା ପୂର୍ବରୁ ଆମେ ଜାଣିଥିଲୁ ଶୁଣିଥିଲୁ ଯେ ଯୁଦ୍ଧ ବନ୍ଦ କରିବା ପାଇଁ ବା ଅସ୍ତ୍ର ବିରତି କରିବା ପାଇଁ ଅ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେ ନିଜେ ୟାର ତତ୍ତ୍ୱାବଧାନ ନେଇଥିଲେ ବା ସେ ନିଜେ ଲିଡିଂ କରିଥିଲେ। এই লিডিং କରିବା ପରିପ୍ରେକ୍ଷୀରେ ସମସ୍ତେ ମାନିଥିଲେ, ଜେଲେନ୍ସ୍କି ବି ମାନିଥିଲେ, ରାଷ୍ଟ୍ରପତି ୟୁକ୍ରେନ, ଏବଂ ଭ୍ଲାଦିମିର ପୁଟିନ ଆପଣଙ୍କ ରୁଷିଆର ରାଷ୍ଟ୍ରପତି ସେ ବି ମାନିଥିଲେ। କିନ୍ତୁ ମାନିବା ପରବର୍ତ୍ତୀ ସମୟରେ ଏଇଭଳି ଘଟଣା ଯୋଉ ଘଟୁଛି ତାହା ଅତି ନିନ୍ଦନୀୟ ଏବଂ ଦୁଃଖଦାୟକ ଘଟଣା। କାହିଁକି ନା ୟାରି ପରିପ୍ରେକ୍ଷୀରେ ଆଉ ଜଣେ ଲୋକ ଏଇଭଳି ଏକ ସ୍ପର୍ଶକାତର ହୃଦୟ ଭରା ଆ, ଦୁଃଖରେ ସେ ମରିଛି, ଯୋଉଟା କି ସେ ଯେତେବେଳେ ବୋମାଣି ହଉଛି, ବୋମାଣି ହେଲା ବେଳେ ସେ ଗୋଟିଏ ଜାଗାରୁ ଆଉ ଗୋଟେ ଜାଗାକୁ ଗଲା ଯାଉଥିଲା ବା ସ୍ଥାନାନ୍ତର ହେବାକୁ ଚେଷ୍ଟା କରୁଥିଲା। ସେଇ ସମୟରେ ଜଣେ ବୃଦ୍ଧ ମାନେ ମହିଳା 30 ରୁ 35 ବର୍ଷର ଜଣେ ମହିଳାଟି ସେ ମୃତ୍ୟୁବରଣ କରିଛି। ଏବଂ ଜଣେ ଲୋକ ସେ ଭୟାବହ ଦେଖିକି ସେ ଭୟରେ ପୁରା ଭୟ ଭୟଭୀତ ହେଇକି ଭୟରେ ବିହଳ ହେଇକି ସେ କଣ କରିଛି ନା ଅଲଗା ଜାଗାରେ ନିଜକୁ ଥଇଥାନ କରିବା ପାଇଁ ବା ନିଜକୁ ନିରାପଦରେ ରଖିବା ପାଇଁ ଚେଷ୍ଟା କରିଛି। କିନ୍ତୁ ଦୁଃଖର ବିଷୟ ସେ ଲୋକଟି ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛି, ଏ ପର୍ଯ୍ୟନ୍ତ ଆଉ ମିଳିପାରିନି। ତ ଏଇଭଳି ଭାବରେ ଯାହା ଅଫିସିଆଲି କୁହାଯାଉଛି 4 ରୁ 5 ଜଣ କିଲ୍ ହେଇଛନ୍ତି ବା ମରିଛନ୍ତି, କିନ୍ତୁ ପ୍ରକୃତରେ ସେତିକି ନୁହଁ। ପ୍ରକୃତ ପକ୍ଷେ ଅନ୍ୟାନ୍ୟ ସୂତ୍ରରୁ ଯାହା ଆମେ ଶୁଣିଛୁ ବା ଜାଣୁଛୁ, ଦାଦା ସୂଚନା ଅନୁସାରେ 10 ରୁ 11 ଜଣଙ୍କର ମୃତ୍ୟୁବରଣ ହୋଇଛି ଗତ ରବିବାର ଲେଟ୍ ନାଇଟ୍ ଯୁଦ୍ଧରେ, ଯାହାକି ରାସିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। କେମିତି ଆକ୍ରମଣ କରିଛି? 800ଟି ବୋମ୍ ବା 800ଟି ମାନେ ୱିପନ୍ ସେ ବ୍ୟବହାର କରିଛି। ତନ୍ମଧ୍ୟରୁ ଆପଣଙ୍କର 9ଟି ଅଛି ମିଜାଇଲ, 9ଟି ଅଛି ମିଜାଇଲ, ଏବଂ 56ଟି ହଉଛି ଡ୍ରୋନ୍, 56ଟି ଡ୍ରୋନ୍, ଏବଂ 37ଟି ମାନେ ଲୋକେସନ ଯୋଉଟା ଅଛି ୟୁକ୍ରେନର 37ଟି ମୁଖ୍ୟ ମୁଖ୍ୟ ଲୋକେସନ, ଅଫିସ, କାର୍ଯ୍ୟାଳୟ, ପାର୍ଲାମେଣ୍ଟ ବା ଆପଣଙ୍କର ମନ୍ତ୍ରୀ ମାନଙ୍କର ରହିବା କୋଠା, ଏଇଭଳି ବିଭିନ୍ନ ଇମ୍ପୋର୍ଟାଣ୍ଟ କୋଠା ଗୁଡ଼ିକରେ ଯୋଉ ଇମ୍ପୋର୍ଟାଣ୍ଟ କୋଠା ଗୁଡ଼ିକରେ ଆକ୍ରମଣ କରିଛନ୍ତି। ମାନେ 37 ରୁ 40ଟି ଜାଗା ଭିତରେ ସେମାନେ ଗତ ରାତିରେ ପୁରା ସମ୍ପୂର୍ଣ୍ଣ ଧ୍ୱଂସ ଶେଷ ବା ଧ୍ୱଂସ କରିବା ପାଇଁ ଚେଷ୍ଟା କରିକି ଏ ସମସ୍ତ ମାନେ ରୁଷିଆ ଚେଷ୍ଟା କରୁଛି ବୋଲିକି ୟୁକ୍ରେନର ରାଷ୍ଟ୍ରପତି ସେ କହିଛନ୍ତି। ଏହାରି ପରିପ୍ରେକ୍ଷୀରେ ରାସିଆର ଯିଏ ଅଛନ୍ତି ମିନିଷ୍ଟର ସେ ମଧ୍ୟ କହିଛନ୍ତି ଏଇଟା ଯୋଉ କହୁଛନ୍ତି ୟୁକ୍ରେନକୁ ଆମର ତିନି ସପ୍ତାହ ପୂର୍ବରୁ ଆମେ ଯୋଉ ଯୋଜନା କରିଛୁ ଏଇଟା ଗୋଟେ ସମ୍ପୂର୍ଣ୍ଣ ମିଥ୍ୟା ତଥ୍ୟ, ଏଇଟା ଠିକ ନୁହଁ। ପ୍ରକୃତ ପକ୍ଷେ ଯେହେତୁ ୟୁକ୍ରେନ ରୁଷିଆ ଉପରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଛି, ତେଣୁ ତାଙ୍କୁ ରୋକିବା ପାଇଁ ହିଁ କି ଉପରେ ଆମେ ୟାର ଆକ୍ରମଣ କିଛି କରିଛୁ, କିନ୍ତୁ କୌଣସି ପ୍ରକାର ଲୋକମାନସ ଉପରେ ଆମେ ଆକ୍ରମଣ କରିନାହୁଁ, କେବଳ କୋଠାବାଡି। ଏବଂ ଆମର ଉଦ୍ଦେଶ୍ୟ ହେଲା ଆମେ କୋଉ କୋଉ ଜାଗା ଆମେ ତାଙ୍କର ଚେଷ୍ଟା ମାନେ ଡେଷ୍ଟ୍ରୟ କରିବାକୁ ଚେଷ୍ଟା କରୁଛୁ ନା ୟୁକ୍ରେନର ମିଲିଟାରୀ ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସ ଏବଂ ଟ୍ରାନ୍ସପୋର୍ଟ ଇନଫ୍ରାଷ୍ଟ୍ରକ୍ଚର ଏବଂ ଇମ୍ପ୍ଲିସିଟିଂ ଡ୍ୟାମେଜ ଏ ସମସ୍ତ କରିବା ପାଇଁ ହିଁ ଆମର ଚେଷ୍ଟା। କାରଣ ଅ, ୟୁକ୍ରେନ ଆମ ସହିତ ଏକମତ ହଉନି ଏବଂ ଆମ ସହିତ ସେ ବିଭିନ୍ନ ଶତ୍ରୁତା ଆଚରଣ କରୁଛି ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ମିଶି, ଏ କଥାଟି କହିଛନ୍ତି ରୁଷର ରୁଷ ମନ୍ତ୍ରଣାଳୟରୁ ପରିପ୍ରକାଶ କରିଛନ୍ତି। କ୍ୟାବିନେଟ ମିନିଷ୍ଟର କହିଛନ୍ତି ଏଇ କଥାଟି। ତ ୟାରି ପରିପ୍ରେକ୍ଷୀରେ ଆମେ ଯଦି ଚିନ୍ତା କରିବା ଯୋଉ ଲୋକମାନେ ମୃତ୍ୟୁବରଣ କରିଛନ୍ତି, ଯୋଉ ଲୋକମାନେ ମୃତ୍ୟୁବରଣ କରିଛନ୍ତି ଅତି ହୃଦୟ ବିଦାରକ, ସ୍ପର୍ଶକାତର, ଯାହାକି ମୁଁ ଏଇ ଭିଡିଓ କ୍ଲିପ ମାଧ୍ୟମରେ ଆପଣ ମାନଙ୍କୁ ଦେଖିଦେଇଛି। ତ ତାରି ପରିପ୍ରେକ୍ଷୀରେ ୟାରି ପରିପ୍ରେକ୍ଷୀରେ ୟୁକ୍ରେନ ମଧ୍ୟ ରୁଷିଆର କିଛି କ୍ଷୟକ୍ଷତି କରିବାକୁ ଚେଷ୍ଟା କରିଛି ବା ସେ କରିଛି ମଧ୍ୟ। କଣ କରିଛି ନା କିଏଭର ଯୋଉ ସୈନ୍ୟମାନେ ରୁଷିଆର ଯୋଉ ପାଇପଲାଇନ ଅଛି, ତୈଳ ପାଇପଲାଇନ ଅଛି, ସେ ତୈଳ ପାଇପଲାଇନ ଉପରେ ଡ୍ରୋନ୍ ଆକ୍ରମଣ କରିଛନ୍ତି। ଡ୍ରୋନ୍ ଆକ୍ରମଣ କରିଛନ୍ତି ଯାରି ଫଳରେ ଯୋଉଟା କି ଆପଣଙ୍କର କୁହାଯାଏ ଡ୍ରୋନ୍ ଡ୍ରୋନ୍ ଫୋର୍ସ କମାଣ୍ଡର ରବର୍ଟ ବ୍ରାଭାଡି କହିଛନ୍ତି ଯେ ରୁଷର ବ୍ରାୟନ ଅଞ୍ଚଳରେ ତୈଳ ପାଇପଲାଇନ ଉପରେ ଆକ୍ରମଣ ପୁରା ସମ୍ପୂର୍ଣ୍ଣ ମାତ୍ରାରେ ସଫଳ ହେଇଛି ଏବଂ କ୍ଷୟକ୍ଷତି ଘଟେଇବାରେ ଆମେ ଅ, ଇଏ ହେଇଯାଇଛୁ। ତ ଏଇଭଳି ଆକ୍ରମଣ ଯୋଗୁ ହଙ୍ଗେରୀ ଏବଂ ସ୍ଲୋଭାକିଆକୁ ରୁଷର ଯୋଉ ତୈଳ ଯାଉଥିଲା, ହଙ୍ଗେରୀ ଆଉ ସ୍ଲୋଭାକିଆକୁ ତୈଳ ଗଲେ ହିଁ ସେଇଟା ବିକ୍ରି ହବ, ଅଲଗା ଦେଶକୁ ଯିବ। ତେଣୁକରି ହଙ୍ଗେରୀ ଆଉ ସ୍ଲୋଭାକିଆକୁ ଆଉ ଯାଇପାରିବ ନାହିଁ ରୁଷରୁ ତୈଳ, ଯାରି ଫଳରେ ରୁଷ ମାନେ ଅତ୍ୟନ୍ତ ଭୟାନକ କ୍ଷତି ସହିବାକୁ ପଡିବ। ଏ କଥାଟି କହିଛନ୍ତି ଡ୍ରୋନ୍ ଫୋର୍ସ କମାଣ୍ଡର ରବର୍ଟ ବ୍ରୋଭାଡି, ଯିଏକି ୟୁକ୍ରେନର। ତ ଏଇ ପରିପ୍ରେକ୍ଷୀରେ ଆମେ ଯଦି ଚିନ୍ତା କରିବା ୟୁକ୍ରେନର ଗୁଡାଏ ଜିନିଷ ଯୋଉଟା କି ଧ୍ୱଂସ ବି ସେ ହେଇଯାଇଛି, ସେଇଟା ହଉଛି ଆପଣଙ୍କର ପାର୍ଲାମେଣ୍ଟ ବୋଲନ୍ତୁ, ସେଇଟା ବୋଲନ୍ତୁ ଆପଣଙ୍କର
କିଛି ବଡ ବଡ କୋଠା ଅଫିସିଆଲ କୋଠା ବା ଅ, ଯୋଉ ପାର୍ଲାମେଣ୍ଟର ଉପର ମହଲା ବା ଜେଲେନ୍ସ୍କିଙ୍କର ହୋମ ଟାଉନ ର ବିଭିନ୍ନ ମୁଖ୍ୟ ମୁଖ୍ୟ ମାନେ କୋଠା ଗୁଡିକ ଆପଣଙ୍କର ଅ, ଧ୍ୱଂସାବଶେଷରେ ପରିଣତ କରିବା ପାଇଁ ଚେଷ୍ଟା କରିଛନ୍ତି ରାସିଆ ସୈନ୍ୟ, ଯାରି ଫଳରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସ୍କି ସେ ଅନ୍ୟମାନଙ୍କୁ ନିଜର ସହଯୋଗୀ ରାଷ୍ଟ୍ରମାନଙ୍କୁ ପୁଣି ଥରେ କହିଛନ୍ତି ଯେ এই ବିଷୟରେ ଅ, ରୁଷର ରାଷ୍ଟ୍ରପତିଙ୍କୁ ଦୂରେଇ ରହିବା ପାଇଁ କହିବେ, କାରଣ ଏଇ ତଥ୍ୟରୁ ଆମେ ଜାଣିପାରୁଛୁ ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେ ଏୟାର ଷ୍ଟ୍ରାଇକ୍ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରୁଛନ୍ତି, କିନ୍ତୁ ତାର ପ୍ରତିପକ୍ଷ ବ୍ୟବସ୍ଥା କରିବା ପାଇଁ ଆମ ପାଖରେ ଯୋଉ ସବୁ ବ୍ୟବସ୍ଥା ଅଛି ତାର ବିକଳ୍ପ ହେଲା ପରମାଣୁ ଯୁଦ୍ଧ। ତେଣୁ ଯଦି ପରମାଣୁ ଯୁଦ୍ଧ ଯଦି ଆରମ୍ଭ ହେଇଗଲା ବା ପରମାଣୁ ଅସ୍ତ୍ର ମାଧ୍ୟମରେ ଯଦି ଆଟାକ ହେଇଗଲା, ତାହେଲେ ତାହା ପୃଥିବୀ ପାଇଁ ଏକ ବିରାଟ ଭୟାନକର ମ୍ୟାପ ସୃଷ୍ଟି କରିବା, ଭୟାନକର ଅ, କ୍ଷୟକ୍ଷତି ଘଟେଇବ ପୃଥିବୀ ପାଇଁ। ତେଣୁକରି ଏଇ ଯୁଦ୍ଧ ଏତିକିରେ ବିରତି ରହିବା ଦରକାର, କାରଣ ଏଇ ଯୁଦ୍ଧରେ ଦିନକୁ ଦିନ ଯୋଉ ପ୍ରକାର କ୍ଷତି ହଉଛି, ଯୋଉ ପ୍ରକାର ସମସ୍ୟା ସୃଷ୍ଟି ହଉଛି, ତାହା ପୃଥିବୀ ପାଇଁ ଏକ ଜଟିଳ ସମସ୍ୟା। କାରଣ ଏହା ତୃତୀୟ ବିଶ୍ୱଯୁଦ୍ଧକୁ ଆହ୍ୱାନ କଲା ଭଳି ଲାଗୁଛି, କାରଣ ଯୁଦ୍ଧ ହେଇକି ଆପଣଙ୍କର 4 ବର୍ଷ ହେଲାଣି। 4 ବର୍ଷ ଭିତରେ ଏଇ ଯୋଉ 3 ସପ୍ତାହ ମଧ୍ୟରେ ଯୋଉ ଭୟାନକ ଆକ୍ରମଣ କରିଛି ରୁଷ, ଏଇଟା ହଉଛି ଗତ ରବିବାର ଦିନ ତାଠୁ ତାର ଅନ୍ୟ ଏକ ଭୟାନକ ଆକ୍ରମଣ, ଯୋଉ ଆକ୍ରମଣ ଫଳରେ ବର୍ତ୍ତମାନରେ ଆପଣଙ୍କର ଗତକାଲି ରାତି ଭିତରେ ବା ଶନିବାରରୁ ରବିବାର ରାତି ଭିତରେ ଆପଣଙ୍କର 10 ରୁ 11 ଜଣଙ୍କର ମୃତ୍ୟୁ ହେଇଛି। ଏବଂ ହୃଦୟ ବିଦାରକ ସ୍ପର୍ଶକାତର ଭରା ବିଷୟ ହଉଛି ଯୋଉ ଶିଶୁଟି ବାପା ମା ପାଖରେ ଶୋଇଛି, କିନ୍ତୁ ବାପା ମାର ହାତ ବି ପାଇପାରୁନି, କି ବାପା ମାର କିଛି ଆଲିଙ୍ଗନ ବି ପାଇପାରୁନି, ବାପା ମାର ସ୍ୱର ବି ପାଇପାରୁନି। ସେ ନିଜେ କାନ୍ଦି କାନ୍ଦି ଶେଷରେ ଯୋଉ ଆଘାତ ହେଇଥିଲା, ଆଘାତ ବଳରେ ସେ ନିଜେ ମୃତ୍ୟୁବରଣ କଲା। ଏଇଟା ହଉଛି ହୃଦୟ ବିଦାରକ ଘଟଣା, ଯାହା ୟୁକ୍ରେନରେ ଘଟିଯାଇଛି। ଯୋଉଟା ବହୁତଳ କୋଠା, 9 ମହଲା କୋଠା, ବହୁତଳ କୋଠାର 9 ମହଲା କୋଠାରେ ସେମାନେ ଥିଲେ। ଏଇଟା ହଉଛି ବହୁତ ଦୁଃଖଦାୟକ ଘଟଣା। ତେଣୁ ଅ ସମସ୍ତଙ୍କୁ ମୋର ଗୋଟିଏ ଏଇଟା ଗୋଟେ କହିବାର ବିଷୟ ହେଲା ଯେ ଯୁଦ୍ଧଟି ମନୁଷ୍ୟ ହୃଦୟକୁ କିଣି ପାରେ ନାହିଁ। ଯୁଦ୍ଧ କେବଳ ନିଜର ଜୟଯୁକ୍ତ କରେ, କିନ୍ତୁ ମଣିଷର ହୃଦୟ କିଣି ପାରେ ନାହିଁ। ମଣିଷର ହୃଦୟ କିଣିବା ହଉଛି ପ୍ରକୃତ ପକ୍ଷେ ମାନବିକତାର ପରିଚୟ। କିନ୍ତୁ ନିଜ ଦେଶକୁ ବଞ୍ଚେଇବା ପାଇଁ ବା ନିଜ ଦେଶର ଟେକ ରଖିବା ପାଇଁ ଅନ୍ୟ ଦେଶ ସହିତ ଲଢେଇ କରିବା ବା ଅନ୍ୟ ଦେଶକୁ ଭଗ୍ନାବଶେଷରେ ପରିଣତ କରିବା ବା ଧ୍ୱଂସ ଲୀଳାରେ ପରିଣତ କରିବା, ଏଇଟା ଠିକ କଥା କି ନାହିଁ, ଏଇଟା ଆପଣମାନେ ହିଁ ଜବାବ ଦେବେ। ତ ଭିଡିଓଟି ଆପଣମାନେ ନିଶ୍ଚିତ ଭାବେ ଦେଖିଥିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।